ନିଜ କହୁଛନ୍ତି ଯେ ଆମେ ଏ ଗ୍ରହଣ ଦିନ ଆମେ ଖାଇଲୁନି କିନ୍ତୁ ଆମେ ଆକ୍ରମଣ କରିବୁ। ଯଦି ସେ ଲୋକମାନେ ମାନେ ଧାର୍ମିକ ବ୍ୟକ୍ତି, ତା ଅର୍ଥ ତାଙ୍କର କହିବାର ଅର୍ଥ ଏଇଆ ଯେ ସେମାନେ ଧାର୍ମିକ। ଆପଣ ମାନେ କାହିଁକି ଖାଉଛନ୍ତି, ଆପଣ ମାନେ ଅଧର୍ମୀ। ଆଉ ଯଦି ସେମାନେ ଧାର୍ମିକ ତାହେଲେ ଆକ୍ରମଣ କେମିତି କଲେ? ସେ କୋଉ ମନୋଭାବ ଟା ମାନେ ଇଏ ହେଲା। ଯଦି ସେମାନେ କହୁଛନ୍ତି ହିନ୍ଦୁ ଧର୍ମ ଆମେ ଧାର୍ମିକ, ସେଇଟା ତ କଟ୍ଟରବାଦ ହେଲା ସେ ଜିନିଷଟା। ସେମାନେ କାହିଁକି ନାଇଁ ଆଟାକ୍ କଲେ? ଧର୍ମ ଯଦି ଆଟାକ୍ ସବୁବେଳେ କରୁଛନ୍ତି ହିଂସା ତାମାନେ ଶୁଣନ୍ତୁ ଶୁଣନ୍ତୁ ଫ୍ୟାକ୍ଟ ହଁ କଣ ମିଥ୍ ରିଆଲିଟି ଭିତରେ ଫରକ ଦେଲା ଯେ ସବୁ ଧର୍ମ କହେ ଆମେ ଶାନ୍ତି ଚାହୁଁଛୁ, ସବୁବେଳେ ଶାନ୍ତି ସହାବସ୍ଥାନ ସବୁ ଜିନିଷ କଥା କହିବେ, ହଁ କିନ୍ତୁ ସବୁ ଧର୍ମ ହିଂସା ହିଁ ଶିଖାଏ, ହଁ ଆଉ କିଛି ଶିଖାଏନି। ଧର୍ମ ବିଷୟରେ ଲୋକ ହଁ ଯାହା ସେ ବୁଦ୍ଧିଜୀବୀ ମାନେ କହିଛନ୍ତି ଯେ ଧର୍ମ ଭଲ ହୁଁ ଲୋକ, ଗୋଟେ କଥା କହିଦଉଛି, ଭଲ ଲୋକ ଭଲ କାମ କରିବେ, ତାଙ୍କୁ କିଛି କହିବା ଦରକାର ନାହିଁ। ଗୁଡ୍ ପିପୁଲ ଅଲୱେଜ ଡୁ ଗୁଡ୍ ୱାର୍କ, ହଁ ସେ ଏକ୍ସାକ୍ଟ ବ୍ୟାଡ୍ ପିପୁଲ ଅଲୱେଜ ଡୁ ହୁଁ ବ୍ୟାଡ୍ ୱାର୍କ। ଖରାପ ଲୋକ ସବୁବେଳେ ଖରାପ କାମ କରିବେ, ବଟ୍ ଭଲ ଲୋକଙ୍କ ଦ୍ଵାରା ଖରାପ ସେ କାମ କରିବାକୁ ହେଲେ ୟୁ ୱାଣ୍ଟ ଟୁ ୟୁଜ୍ ରିଲିଜିଅନ। ଯଦି ରିଲିଜିଅନ ୟୁଜ୍ ନ କରିବା କେବେ ଭଲ ଲୋକ ଖରାପ କାମ କରିବେନି। ଯଥା ନାଜିଜିମ୍ ଯୋଉ ଜିନିଷଟା ହେଇଥିଲା ସେ କଣ ଏକ୍ସାକ୍ଟଲି ହେଲା କି ସେଠି? ହଁ ଏକ୍ଜାକ୍ଟଲି ସେଇ ଜିନିଷଟା ଆପଣ ଯୋଉଟା କହୁଛନ୍ତି ମୁଁ ସେଥିରେ ହିଁ ଏଗ୍ରି। କାହିଁକି ମୁଁ ଏଇ ଜିନିଷଟା ଦେଖିଲି ଯେ